ଆଜିର ପ୍ରସଙ୍ଗ ଭାବନାର ଶାଶ୍ୱତ ରୂପ ବନ୍ଦେ ମାତରମ୍। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ। ଉପସ୍ଥାପନା ନୀନା ସାହୁ। ଆମର ଏକ ପ୍ରବାଦ ରହିଛି, ଯାହାର ମା ନାହିଁ ତାହାର କେହି ନାହିଁ। ଭାରତୀୟ ସଂସ୍କୃତିରେ ମା'କୁ ଭଗବାନଙ୍କଠାରୁ ଉଚ୍ଚ ସ୍ଥାନରେ ରଖାଯାଇଛି। ସେଥିପାଇଁ ଭାରତକୁ ମାତୃଭୂମି ବୋଲି ବିବେଚନା କରାଯାଏ। ଏହା ହିଁ ହେଉଛି ରାଷ୍ଟ୍ରପ୍ରୀତି ଏବଂ ରାଷ୍ଟ୍ରବାଦ। ଭାରତର ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମ୍ କେବଳ ଯୁଦ୍ଧଭୂମିର ଡାକରା ନଥିଲା, ବରଂ ଏକ ବଜ୍ର ସଂକଳ୍ପରୁ ହିଁ ଏହା ଆରମ୍ଭ ହୋଇଥିଲା। ଜଣେ ମହାମୁନି ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଶାନ୍ତ ତଥା ବଜ୍ର ସଂକଳ୍ପର ଏହା ହେଉଛି ପ୍ରତିଫଳନ। 1875 ମସିହାରେ ଜଗଦ୍ଧାତ୍ରୀ ପୂଜା ଦିନ ବଙ୍କିମ ଚନ୍ଦ୍ର ଏହି ସ୍ତୋତ୍ର ରଚନା କରିଥିଲେ, ଯାହା ଭାରତୀୟ ସ୍ୱାଧୀନତାର ଶାଶ୍ୱତ ସଙ୍ଗୀତରେ ପରିଣତ ହୋଇଥିଲା। ଏହି ପବିତ୍ର ଶବ୍ଦାବଳୀକୁ ରଚନା କରିବା ଲାଗି ସେ ଦେଶର ଗଭୀରତମ ସଭ୍ୟତାଗତ ମୂଳ ଆଧାରରୁ ପ୍ରେରଣା ପାଇଥିଲେ। ବଙ୍କିମ ଚନ୍ଦ୍ରଙ୍କର ଏହି ମହାନ ମନ୍ତ୍ର ପ୍ରାର୍ଥନା ତଥା ଦେଶବାସୀଙ୍କ ପାଇଁ ଭବିଷ୍ୟବାଣୀ ହୋଇଥିଲା। ବନ୍ଦେ ମାତରମ୍ ଭାରତର କେବଳ ରାଷ୍ଟ୍ରୀୟ ଗୀତ ନୁହେଁ, ବରଂ ସ୍ୱାଧୀନତା ଆନ୍ଦୋଳନର ପ୍ରାଣଶକ୍ତି ହୋଇଥିଲା। ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଦ୍ୱାରା ରଚିତ ଏହି ଗୀତଟି ସାଂସ୍କୃତିକ ରାଷ୍ଟ୍ରବାଦର ପ୍ରଥମ ଉଦ୍ଘୋଷଣା ଥିଲା ବୋଲି କୁହାଯାଇପାରେ। ଏହି ଗୀତଟି ଆମକୁ ସ୍ମରଣ କରିଦେଇଥିଲା ଯେ ଭାରତ କେବଳ ଏକ ଭୂଖଣ୍ଡ ନୁହେଁ, ବରଂ ଏକ ଭୂ ସାଂସ୍କୃତିକ ରାଷ୍ଟ୍ର। ଏହାର ଏକତା ସଂସ୍କୃତି ଏବଂ ସଭ୍ୟତାଠାରୁ ହିଁ ଉଦ୍ଭବ ହୋଇଛି ଏବଂ ସେହି ଉତ୍ସରୁ ମଧ୍ୟ ଜନ୍ମ ନେଇଛି। ଏହା କେବଳ ଏକ ଭୂଖଣ୍ଡ ନୁହେଁ, ବରଂ ଏକ ତୀର୍ଥ, ଯାହା ସ୍ମୃତି, ତ୍ୟାଗ, ଶୌର୍ଯ୍ୟ ଏବଂ ମାତୃତ୍ୱ ସହିତ ବାନ୍ଧି ହୋଇ ରହିଥିବା ଏକ ପବିତ୍ର ଭୂମି। ମହର୍ଷି ଅରବିନ୍ଦଙ୍କ ଭାଷାରେ ବଙ୍କିମ ଚନ୍ଦ୍ର ଆଧୁନିକ ଭାରତର ଜଣେ ମହାନ ଋଷି ଥିଲେ, ଯିଏ ନିଜର ଶବ୍ଦ ସାଧନା ମାଧ୍ୟମରେ ରାଷ୍ଟ୍ରର ଆତ୍ମାକୁ ପୁନର୍ଜୀବିତ କରାଇଥିଲେ। ତାଙ୍କ ରଚିତ ଆନନ୍ଦ ମଠ କେବଳ ଏକ ସାଧାରଣ ଉପନ୍ୟାସ ନଥିଲା, ବରଂ ଗଦ୍ୟରେ ଲିଖିତ ଏକ ମହାମନ୍ତ୍ର ଥିଲା। ଏହି ମନ୍ତ୍ର ଏଭଳି ଏକ ରାଷ୍ଟ୍ର ଜାଗ୍ରତ କରିଥିଲା, ଯାହା ମନରୁ ନିଜ ଦିବ୍ୟ ଶକ୍ତିର ବିସ୍ଫୋରଣ ହୋଇଥିଲା। ନିଜର ଏକ ପତ୍ରରେ ବଙ୍କିମ ଚନ୍ଦ୍ର ଉଲ୍ଲେଖ କରିଥିଲେ, ମୋର କୌଣସି ଆପତ୍ତି ନାହିଁ ଯଦି ମୋର ସମସ୍ତ ରଚନାକୁ ଗଙ୍ଗା ଜଳରେ ବିସର୍ଜନ କରିଦିଆଯାଏ, କାରଣ ଏହା ଗୋଟିଏ ଶ୍ଳୋକ ଯାହା ଅନନ୍ତକାଳ ପର୍ଯ୍ୟନ୍ତ ଜୀବିତ ରହିବ। ଏହା ଏକ ମହାନ ସଙ୍ଗୀତ ହେବ ଏବଂ ଲୋକଙ୍କ ହୃଦୟକୁ ନିଶ୍ଚିତ ଜିଣିପାରିବ। ଏହି ଶବ୍ଦାବଳୀ ଭବିଷ୍ୟତର ସୂଚନା ବହନ କରୁଥିଲା। ଔପନିବେଶିକ ଭାରତର ସବୁଠାରୁ ଅନ୍ଧକାରମୟ କାଳଖଣ୍ଡରେ ଲେଖାଯାଇଥିବା ବନ୍ଦେ ମାତରମ୍ ଜାଗରଣ ପ୍ରଭାତୀ ସଙ୍ଗୀତରେ ପରିଣତ ହୋଇଥିଲା। ଏହା ଏପରି ଏକ ଭଜନ ଯାହା ସାଂସ୍କୃତିକ ରାଷ୍ଟ୍ରବାଦକୁ ସଭ୍ୟତାଗତ ଗୌରବ ସହିତ ସଂଯୋଗ କରିଥିଲା। ଏହି ଗୀତର ପଂକ୍ତିରୁ ଲେଖକଙ୍କ ରାଷ୍ଟ୍ର ପ୍ରତି ରହିଥିବା ଅଖଣ୍ଡ ଭକ୍ତିଭାବ ପ୍ରତିଫଳିତ ହେଉଛି। 1896 ମସିହାର ରବୀନ୍ଦ୍ରନାଥ ଟାଗୋର ବନ୍ଦେ ମାତରମ୍କୁ ସ୍ୱର ଦେଇ ସଜାଇଥିଲେ ଏବଂ କଲିକତା କଂଗ୍ରେସ ଅଧିବେଶନରେ ଏହାକୁ ଗାନ କରିଥିଲେ। ଫଳରେ ଏହି ଗୀତଟି ଅମରତ୍ୱ ପ୍ରାପ୍ତ ହୋଇଥିଲା। ଭାଷା ଏବଂ କ୍ଷେତ୍ରର ସୀମାକୁ ଅତିକ୍ରମ କରି ଗୀତଟି ଆଗକୁ ବଢ଼ିବା ସହିତ ସମଗ୍ର ଦେଶରେ ଗୁଞ୍ଜରିତ ହୋଇ ଉଠିଥିଲା। 1905 ମସିହାରେ ବଙ୍ଗଭଙ୍ଗ ଆନ୍ଦୋଳନ ସମୟରେ ବଙ୍ଗଳାରେ ବିଦ୍ରୋହର ଅଗ୍ନି ଚାରିଆଡ଼େ ପ୍ରସାରିତ ହୋଇଥିଲା। ଇଂରେଜ ସରକାର ବନ୍ଦେ ମାତରମ୍ ସଙ୍ଗୀତର ସାର୍ବଜନୀନ ଗାନ ଉପରେ କଠୋର ପ୍ରତିବନ୍ଧକ ଲଗାଇଥିଲେ। ତେବେ 1906 ଏପ୍ରିଲ 14 ତାରିଖରେ ବରିଶାଲଠାରେ ହଜାର ହଜାର ଲୋକ ସରକାରଙ୍କ ଏହି ଆଦେଶକୁ ଭ୍ରୂକ୍ଷେପ କରିନଥିଲେ। ଶାନ୍ତିପୂର୍ଣ୍ଣ ଜନସଭା ଉପରେ ପୁଲିସର ଲାଠିମାଡ଼ ଯୋଗୁଁ ଉପସ୍ଥିତ ସଂଗ୍ରାମୀ ଲହୁଲୁହାଣ ହୋଇଥିଲେ ମଧ୍ୟ ସେମାନଙ୍କ ତୁଣ୍ଡରୁ ବନ୍ଦେ ମାତରମ୍ ସ୍ୱର ଲିଭି ନଥିଲା। କ୍ରମଶଃ ଏହା ଭାରତର ସାମୂହିକ ଆତ୍ମାର ସ୍ୱରରେ ପରିଣତ ହୋଇଥିଲା। ମହାତ୍ମା ଗାନ୍ଧୀ ସ୍ୱୀକାର କରିଥିଲେ, ବନ୍ଦେ ମାତରମ୍ ସଙ୍ଗୀତ ସବୁଠାରୁ ଶୀତଳ ରକ୍ତକୁ ମଧ୍ୟ ଉଷ୍ମ କରିବାରେ ଯାଦୁକରୀ ଶକ୍ତି ଭରି ଦେଉଥିଲା। ଚଳିତ ବର୍ଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ବର୍ଷେବ୍ୟାପୀ ଜନ୍ମବାର୍ଷିକୀ ପାଳନ ଅବସରରେ ଆମେ ତାଙ୍କର ଜୀବନାଦର୍ଶକୁ ସ୍ମରଣ କରିବା ସହ ଏକ ଭାରତ ନିର୍ମାଣର ପଦକ୍ଷେପ ମଧ୍ୟ ମନେ ପକାଉଛୁ। ବନ୍ଦେ ମାତରମ୍ ଏକ ଭାରତ ନିର୍ମାଣର ଭାବନାକୁ ଶାଶ୍ୱତ ରୂପ ପ୍ରଦାନ କରିଥିଲା। ଏହି ଜାତୀୟ ଗୀତଟି ଆଜି ମଧ୍ୟ 2047 ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ ଆମକୁ ପ୍ରେରଣା ଯୋଗାଉଛି। ସଭ୍ୟତାଗତ ଭାରତରେ ଏହା ଆତ୍ମବିଶ୍ୱାସର ପ୍ରତୀକ ପାଲଟିଛି। ଏହି ଭାବନାକୁ ଆତ୍ମନିର୍ଭର ଏବଂ ଶ୍ରେଷ୍ଠ ଭାରତରେ ପରିବର୍ତ୍ତନ କରିବାର ଦାୟିତ୍ୱ ଆମ ସମସ୍ତଙ୍କର। ଆସନ୍ତୁ ଏଥିପାଇଁ ସଂକଳ୍ପବଦ୍ଧ ହେବା।